ଜୟ ଜଗନ୍ନାଥ। ଏଇଟା ଆମର ଦେବଗଡ଼ ରଜାଙ୍କର ଘର। ଆଜି ଚାଲୁନ୍ ଦେବଗଡ଼ ରଜାଙ୍କର ବିଷୟରେ ଟିକେ ଜାନୁ। ଏଇଟା ଛୋଟ ବ୍ଲଗଟେ ଦେଖୁନ୍। ଏଇଟା ସାମ୍ନାର ଭିଉ ଏନ୍ତା ଅଛି, ପୁରା ମାନେ ବହୁତ କଟୁରେଇ ବାଗିର ଦିଶୁଛି। ବାକି ଭାଙ୍ଗି ଭୁଙ୍ଗା ଗଲାନ। ଚାଲୁନ୍ ଭିତରକେ ଯାଅ, ତାପରେ ଜଣା ପଡ଼ବା କାଣା କାଣା ଅଛେ, କେନ୍ତା କେନ୍ତା ବନା ହେଇଥିଲା, ଆଗର ଜାଗା ଘର ମାନେ କେନ୍ତା ଥିଲା। ଚାଲୁନ୍ ଭିତରକେ ଯାଅ। ସିଡ଼ି ମାନେ ତ ଠିକ୍ ଠାକ୍ ଅଛି, ଭଙ୍ଗା ଭୁଙ୍ଗି ନାଇଁ। ଭିତରକେ ଯାଉଛେ, ଭିତରକେ ଡର ବି ଲାଗୁଛେ ଯିବାର ଲାଗି। ଏତେ ମଜବୁତ ସିଡ଼ି ଥିଲା ଏଇଟା ଉପରକୁ ରାଉଣ୍ଡ ରାଉଣ୍ଡ ହେଇକି, କାଠର ବନା ହେଇଛି। ପୁରା ରାଉଣ୍ଡ ରାଉଣ୍ଡ ହେଇକିରି ପୁରା ଉପରଟା ଉଠିଲା। ସୁନ୍ଦର ଅଛି ଭାଙ୍ଗିଛେ ଫିର୍ ବି ଏତେ ସୁନ୍ଦର ଅଛି ଘରଟା। ଏଇଟା ଭିତରେ ପିଲର ମାନେ ଏତେ ସୁନ୍ଦର ଏବେ ବି ମାନେ ବର୍ଷେ ଦୁଇ ବର୍ଷ ଯେ ବନା ହେଇଯିବାର ଲାଗୁଛି। କାରିଗର ଦେଖିଲେ ସେଟା ଦରୱାଜା ଅଛି ସିନେ ସବୁଆଡ଼େ ତାମାନେ ବ୍ୟାକ୍ ସାଇଡ୍ ଅଛି। ସିଆଡ଼କେ ବି ରାନୀଙ୍କର ବି ଘର ଅଛେ, ଯେନ୍ତା ବି ଯିବ ଘରଟା ଫଟୋସୁଟ୍ ଲାଗି ଆସିବେ। ଏଇଟା ହଉଛି କିନ୍ତୁ ଟିକେ ଚାଲିକିରି ଆସିବେ, ଏଇଟା ହଉଛି ରାନୀଙ୍କର ଘର। ରାନୀଙ୍କର ଘରଟା ଟିକେ ଛୋଟିଆ ଅଛେ। ହେଲେ ଚାଲୁନ୍ ରାନୀର ଘର କେନ୍ତା ଥିଲେ ଯଦି ଦେଖିକିରି ଆସୁ। ମାନେ ଏନ୍ତା ଫିଲ୍ ହେଇଛି ଭୂତର ଘର ଆଏ, ରାତି ଭୂତ ଭୂତା ବାହାରୁଥିବେ, ହେନ୍ତା ଫିଲ୍ ହେସି। ତାଙ୍କର ଆତ୍ମା ମାନେ ଥିବା ବାହାରୁଥିବା ଘର ଯେନ୍ତା ଦିଶୁଛି। ଐତିହାସିକ ଜାଗା ଏଇଟା। ଏଇ ଆଗର କାଲର ଘର ମାନକେ ମାନେ ଚାରିଆଡ଼େ ଦରୱାଜା ହିଁ ଦରୱାଜା, ଯାହିଁ ଦେଖିବେ ଦରୱାଜା, ସବୁଆଡ଼େ ଦରୱାଜା ଅଛି। ଦେଖୁନ୍ ରଜାଙ୍କର ଘର ନ ଏଇଟା ଟିକେ ଛୋଟ ଅଛେ ଘରଟା। ତାର ସାଇଡ଼ରେ ଲଟା ଲୁଟି ହେଇଛି, ତାର ସାଇଡ଼ଟା ଆଉ ସିଆଡ଼କେ ଲେଫ୍ଟ ସାଇଡ଼୍ରେ ଦେଖୁଛେ ଗୋଟେ ମାଙ୍କର ମନ୍ଦିର ବି ଅଛି। ମାଙ୍କର ମନ୍ଦିର ମାଙ୍କର ଶିବ ମହାପ୍ରଭୁଙ୍କର ମନ୍ଦିର। ହଁ ଶିବ ଗଛଟା ପୁରା ଛେକି ଦେଇଛି। ରାନୀଙ୍କର ଘରକେ ଯେନ୍ ଗଛ ଗୁଟେ ଅଛି ପୁରା ତାର ଭିୟୁକେ ପୁରା ଲୁକେଇ ଦେଇଛେ, ଜଣା ନାଇଁ ପଡ଼ବା। ବାକି ସାମ୍ନା ଆଡ଼ୁ ଦେଖିବେ ବେଲେ ପୁରା କ୍ଲିଅର ଜଣା ପଡ଼ୁଛେ। ଦେଖୁନ୍ ସାମ୍ନା ପଟୁ